दश धाड़ी स्वाधीनता दिवस। तो नमस्कार फ्रेंड्स, मु समीर पुणी थे आपण समस्त को स्वागत करुछि समीर स्टडी पॉइंट रे। आज हम जानिबा 10टी धाड़ी स्वाधीनता दिवस छोट पिला माननक पई। तो चलंतु डेरी न क्लास टी को आगे नेबा तापर समस्त को निवेदन चैनल टी को निश्चित भाव रे लाइक शेयर एवं सब्सक्राइब करंतु। प्रति वर्ष अगस्त 15 तारिख को आमे स्वाधीनता दिवस भाव रे पालन करू। ଏହା ଆମ ଦେଶର ଏକ ଜାତୀୟ ଦିବସ ବା ଆମ ଦେଶର ଏକ ରାଷ୍ଟ୍ରୀୟ ପର୍ବ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ଇଂରେଜ ମାନଙ୍କ ଅଧୀନରୁ ମୁକ୍ତି ଲାଭ କରିଥିଲା। ଏହି ଦିନ ଭାରତର ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥାନ୍ତି। 1947 ମସିହା ଅଗଷ୍ଟ 15 ତାରିଖ ଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ପତାକା ଉତ୍ତୋଳନ କରିଥିଲେ। ଏହି ଦିନ ଆମେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇଥାଉ। ଜାତୀୟ ପତାକା ଉତ୍ତୋଳନ ପରେ ଆମେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥାଉ। ଦେଶର ପ୍ରତ୍ୟେକ ସ୍କୁଲ ଏବଂ କଲେଜରେ ଏହି ଦିନଟିକୁ ପାଳନ କରାଯିବା ସହ ପିଲାମାନଙ୍କୁ ମିଠେଇ ପ୍ରଦାନ କରାଯାଏ। ଆମେ ଆମ ଦେଶକୁ ସବୁବେଳେ ସମ୍ମାନ ଦେବା ଉଚିତ। ଏହି ଦିନ ଆମ ବିଦ୍ୟାଳୟରେ ଅନେକ କାର୍ଯ୍ୟକ୍ରମ ହୋଇଥାଏ। ତ फ्रेंड्स, ଏହା ଥିଲା ସ୍ୱାଧୀନତା ଦିବସର ଛୋଟ ଛୁଆ ମାନଙ୍କ ପାଇଁ 10ଟି ଧାଡିରେ ସ୍ୱାଧୀନତା ଦିବସର ଛୋଟିଆ ରଚନା। वीडियो जदि भल लगिला त निश्चित भाव चैनल टी को लाइक शेयर एवं सब्सक्राइब करंतु। से पर्यंत रहुछि। थैंक यू। जय जगन्नाथ।